ପଖାଳ ଭାତ ଆରମ୍ଭ ହେଲା। ସୁନା, ମାମୁନୁ, ମିନୁ 3 ଜଣ ଯାକ ବସିଛନ୍ତି। ପଖାଳ ଭାତ ଆରମ୍ଭ ହେଲା। ସୁନା, ମାମୁନୁ, ମିନୁ 3 ଜଣ ଯାକ ବସିଛନ୍ତି। ପଖାଳ ଭାତ ଷ୍ଟାର୍ଟ ହେଲା। ପଖାଳ ଫେଭରାଇଟ୍ କାହାର? ତମ 2 ଜଣ ଯାକ 3 ଜଣ ଯାକ ପଖାଳ ଫେଭରାଇଟ୍। ସିନୁ ଦେଇଦେଲେ ପିଆଜ ଆଣିକି। ମାଇଁ ଭାଣିଜୀ ସମସ୍ତେ ମିଶିକି ଆଜି ପଖାଳ ପର୍ବ ଚାଲିଛି। ଯେହେତୁ ସମସ୍ତେ ଆସିଥିଲେ ମାଇଁ ଭାଣିଜୀ ସବୁ ମିଶି ଯାଇଛନ୍ତି। ପଖାଳ ପର୍ବ ଚାଲିଛି। ମାମୁନୁ କ'ଣ ହଉଛି? ଦେଖିଆ ତମ ଭାତ କେମିତି ହେଇଛି? ଭାତ ତରକାରୀ ସବୁ ହେଇଛି। ନାଇଁ ନା ମୁଁ ଖାଇବିନି, ତମେ ଖା। ଜିନୁଆ ବସିଛି ମାଇଁ ପାଖରେ ସେପଟେ, ଏପଟେ ସୁନା, ଦୁଦୁଲୁ, ତା ସାଙ୍ଗରେ ମାମୁନୁ ସମସ୍ତେ ବସି ପଡ଼ିଛନ୍ତି ପଖାଳ ଖାଇବାକୁ। ଆଚ୍ଛା, ପଖାଳ କ'ଣ? ପଖାଳର ଫେମସ୍ କ'ଣ? ନାଇଁ ଓଡ଼ିଶାର ଫେମସ୍ ପଖାଳ ଜାଣିଛ ନା ନାଇଁ? ମୁଁ ଖାଇବିନି, ତମେ ଖାଉ ତ ଖା। ମୁଁ ତ ପଖାଳ ଖାଉନି, ତମେ ଖାଉଛ ଦେଖିଲେ କିନ୍ତୁ ଲୋଭ ଲାଗୁଛି। ସାଙ୍ଗମାନେ ଆପଣ ଖାଉଛନ୍ତି କି? ଆସ ଖାଇବେ। ପଖାଳ ତ ଟେଷ୍ଟ କିଏ ଦବ ନା? ସାଙ୍ଗମାନେ କହିବେ। ଗୁଣ୍ଡୁ ଆସିଗଲା ପାଖକୁ ଦେଖିବାକୁ ପଖାଳ ଭାତ କ'ଣ ଦେଖିବା ହଉଛି। ଦୁଦୁଲୁ ଉପରେ ଚଢିଗଲେ।